সেই দিন মোর চালিবা পাই শক্তি নছিলা, চালি ন পড়ছিল, আমার তাকত নাই। দেখুন আপনি দেখলেন, পরে আমাকে গাল দেবেন না। আমি অন্যটা, আমি মোটা খাই, মোটা বলছি। যেহেতু সকাଳୁ ଉଠି ଆମର ଡେରି ହୋଇଥିଲା, ମୁଁ ଯେତେବେଳେ ଝରକା ଖୋଲିଲି ସକାଳୁ ସୂର୍ଯ୍ୟର ପ୍ରକୋପ ଟିକେ ଅଧିକା ଥିଲା। ସକାଳ ଖରାକୁ ଖାତିର ନକରି ମୁଁ ବାହାରି ଗଲି ଛାତ ଉପରକୁ। ଛାତ ଉପରକୁ ଗଲାବେଳେ ପାରାଟିଏ ଖେଳୁଛି, ତା ସହିତ 2 ଦିନ ଲଗାତାର ଲଘୁଚାପ ବର୍ଷା ହେତୁ ଛାତରେ ପାଣି ଜମିଥିଲା, ତାକୁ ମୁଁ ସଫା କରି ଘର ସିଂହଦ୍ୱାର ଖୋଲିଲା ପରେ ଆକାଶ ପୁରା ନୀଳ ଦେଖାଯାଉଛି। ସକାଳୁ ସକାଳୁ ମଧ୍ୟ ଘର ଅଗଣାରେ ଫୁଲ ଗୋଟି ସୁନ୍ଦର ଦେଖାଯାଉଛି। ସମୟ 8ଟା ଭିତରେ ଆମର ମନ୍ଦିର ମଧ୍ୟ ଖୋଲା ଯାଇଥିଲା। ବାବାଜୀ ମଧ୍ୟ ଆସିସାରିଲେଣି। ବର୍ତ୍ତମାନ ଦେଖନ୍ତୁ, ଇଏ ହେଉଛି ଆମ ମନ୍ଦିରର ଦୃଶ୍ୟ। ତାପରେ ଇଏ ହେଉଛି ଆମ ଗାଁ ମେନ୍ ରୋଡ୍। ମେନ୍ ରୋଡ୍ରେ ମଧ୍ୟ ଗାଡ଼ି ଚାଲିଛି ଜୋରଦାର। ତା ସହିତ ଆମ ଗାଁର ଏଇ ଯେଉଁ ମୁଖ୍ୟମନ୍ତ୍ରୀ ବସ୍ ସେବା ଗାଡ଼ି ମଧ୍ୟ ଚାଲିଛି, ତା ସହିତ ସ୍କୁଲ ବସ୍ ମଧ୍ୟ ଚାଲିଛି ସକାଳୁ ସକାଳୁ। ଇଏ ହେଉଛି ଆମ ଗାଁର ସକାଳର ଦୃଶ୍ୟ। ତାପରେ ସକାଳୁ ମୁଁ ବ୍ରସ୍ କଲି। ବ୍ରସ୍ କରିବା ସମୟରେ ଦେଖାଗଲା ଆଗରେ ଗଣେଶ ବ୍ୟାନର, ତା ମଧ୍ୟ ଖୋଲା ହୋଇନି, ତା ମଧ୍ୟ ଆଜି ପର୍ଯ୍ୟନ୍ତ ରହିଛି କଥା। ତାପରେ ଗାଁ ପିଲା ଯେଉଁ ବିଦେଶରୁ ଆସିଲେ ସେ ବର୍ତ୍ତମାନ ବାହାରି ଗଲେ ମାର୍କେଟ। ସକାଳୁ ସକାଳୁ ଆମ ଘରେ ଲାଗିଯାଇଥିଲା ଜୟ ଜଗନ୍ନାଥ ଟିଭିର ସିଧା ପ୍ରସାରଣ। সেই দিন মোর চালিবা পাই শক্তি নছিলা, চালি ন পড়ছিল, আমার তাকত নাই। মোর দেহরু অপারেশন যোগু এতে ব্লড যাইছিলা, মোর তাকত নছিলা। তারপরে মো বিশেষ আগ পটে রখি, তাকে লম্বা ধাড়িরে রখি, ইমিতি হিসাବରେ ମୁଁ ଗଲି। সেই প্রভুଙ୍କୁ ମୁଁ ଦେଖିଲି। এই প্রভু ମୁଁ କେବେ ସାମ୍ନାରେ ଦେଖିନଥିଲି ପ୍ରଭୁ। ସେଇଠି ସକାଳୁ ସକାଳୁ ଗାଧୋଇ ମୁଁ ମଧ୍ୟ ବାହାରି ଗଲି ମନ୍ଦିର। ମନ୍ଦିର ମଧ୍ୟ ଖୋଲା ହେଇଥିଲା। ଇଏ ହେଉଛି ଆମ ଗାଁ ମନ୍ଦିର ଦୃଶ୍ୟ। ବାବାଜୀ ମଧ୍ୟ ଆସିସାରିଥିଲା। ତାପରେ ବାବାଜୀ ମଧ୍ୟ ଏଠି ଜୋରଦାର ପୂଜାରେ ଲାଗି ପଡ଼ିଛନ୍ତି। ଦେଖନ୍ତୁ, ଇଏ ହେଉଛି ଆମ ଗାଁ ମନ୍ଦିରର ଦୃଶ୍ୟ। ତାପରେ ସକାଳୁ 11ଟା ସମୟରେ କଲିକତାର ଦିଦି ମମତା ମନୋଜ ମଧ୍ୟ ଆସି ପହଞ୍ଚିଗଲେ। ଏଠି ଆମ ଗାଁ ଜୋରଦାର ଲୋକ ଭିଡ଼ ଲାଗିଛନ୍ତି ତାଙ୍କୁ ଦେଖିବା ପାଇଁ। ଏଠି ତାଙ୍କ ଦେଖନ୍ତୁ ଚାଲିଛି ତାଙ୍କର ବେପାର। আপনি জিয়ারে কব তোমার ওজনে যেতে হবে, এটা পয়সা পাবো। সেটা কেতে 5 গ্রাম 5 গ্রাম 20 টাকা। হ্যাঁ 20 টাকা 4 টাকা কিলো, 5 গ্রাম। গ্রাম রে কত দিলে? দেখুন আপনি দেখলেন, পরে আমাকে গাল দেবেন না। আমি অন্যটা, আমি মোটা খাই, মোটা বলছি না। আমি কারে সুস্থ মানে ঝামেলাতে নেই বুয়া নাই। ତାପରେ ଆମେ ଦୁଇଟା ଗ୍ୟାସ୍ ଧରି ଦୁଇଟା ବାଇକ୍ରେ ଆମେ ବାହାରି ଗଲୁ ଖଇରା। ଖଇରା ପହଞ୍ଚିଲା ପରେ ଗ୍ୟାସ୍ ଭରି ବର୍ତ୍ତମାନ ଆମେ ପହଞ୍ଚିଗଲୁ ଏଫ୍ଏଫ୍ସି। ଏଫ୍ଏଫ୍ସିରେ ଆମେ 2 ପ୍ଲେଟ୍ ଚିକେନ୍ ଚିଲି। ବର୍ତ୍ତମାନ ଦେଖନ୍ତୁ ଆମେ ଜୋରଦାର ଖାଇବାରେ ଲାଗିଛନ୍ତି, କିନ୍ତୁ ତାହା ଖାଇପାରିଲୁ ନାହିଁ। ତାପରେ ଆମେ ପଳେଇ ଆସିଲୁ ଘରକୁ। 4ଟା ବେଳେ ହେଲୁ ଆମ ଗାଁ ପିଲା ସବୁ ପୋଲ ପାଖରେ ଏକଜୁଟ ହେଲା ପରେ ଆମର ହେଲା କ୍ୟାମେରାର କମ୍ପିଟିସନ୍ ଏବଂ ତା ସହିତ ରିଲ୍ସ। ଇଏ ତ ଥିଲା ଆଜି ଗାଁର ଭିଡ଼ିଓ। ଭିଡ଼ିଓଟିକୁ ସେୟାର କରନ୍ତୁ, କମେଣ୍ଟ କରନ୍ତୁ, ମୋତେ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଭିଡ଼ିଓ ଏତିକି। ରହିଲି। ଜୟ ଜଗନ୍ନାଥ।